ମୁଁ ସୁଜିତ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂତନ ଭିଡ଼ିଓ ସହ, ଯାହାକି ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଆଣ୍ଡ ଇଟ୍ସ ରିସ୍ପନ୍ସ ଇନ୍ ଓଡ଼ିଶା। ଆମେ ସମସ୍ତେ ଜାଣିଛେ ଯେ ଜାତୀୟ ସ୍ତରରେ ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା, ଯାହାର ନେତୃତ୍ୱ ନେଇଥିଲେ ମହାତ୍ମା ଗାନ୍ଧୀ, ଜାତିର ପିତା, ବାବୁଜୀ ଯାହାକୁ ଆମେ କହୁ। ତ ସେହିଭଳି ଭାବରେ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ। ଓଡ଼ିଶାରେ ମଧ୍ୟ ଭାରତ ଛାଡ଼ ଆନ୍ଦୋଳନ ହୋଇଛି, ଯାହାକି 1942 ମସିହାରେ ଜାତୀୟ ସ୍ତରରେ ହୋଇଥିଲା। ସେହିପରି ଭାବରେ ଓଡ଼ିଶାରେ ମଧ୍ୟ ହୋଇଥିଲା। ତ ଭାରତ ଛାଡ଼ ଆନ୍ଦୋଳନର ବହ୍ନି ଯେତେବେଳେ ସମଗ୍ର ଭାରତବର୍ଷରେ ପ୍ରଚଳିତ, ସେତେବେଳେ ଓଡ଼ିଶା ଅବା ଏଥିରୁ ମୁକ୍ତି ରହିପାରିଥାନ୍ତା ତଥା ଓଡ଼ିଶାରେ ମଧ୍ୟ ହୋଇଥିଲା। ଓଡ଼ିଶାରେ ମଧ୍ୟ ପରିଲକ୍ଷିତ ହୋଇଥିଲା ଆନ୍ଦୋଳନର ବହ୍ନି ଶିଖା। ଏହି ଆନ୍ଦୋଳନର ଅଦମ୍ୟ ଉତ୍ସାହ ଉଦ୍ଦୀପନା ସହିତ ଭାଗ ନେଇଥିଲେ ଗଡ଼ଜାତ ଓଡ଼ିଶା ଓ ପ୍ରଦେଶ ଓଡ଼ିଶାର ନରନାରୀ। ତ ରାଜାମାନେ ନେଇଥିଲେ ତଥା ସେଠାର ନର ତଥା ନାରୀ ଅର୍ଥାତ୍ ଲୋକମାନେ ବି ଏଥିରେ ଉତ୍ସାହ ଉଦ୍ଦୀପନାର ସହିତ ଏକ୍ସାଇଟମେଣ୍ଟର ସହ ସମସ୍ତେ ଭାଗ ନେଇଥିଲେ। ଖଇରାଡିହି, ଇରମ, ଧାମନଗର, ମାତିଲି, ପାପଡ଼ାହାଣ୍ଡି ଆଦି ସ୍ଥାନରେ ଗୁଳିଚାଳନା ଯୋଗୁଁ ମଧ୍ୟ ଓଡ଼ିଶାର ମାଟି ହୋଇଥିବା ଶହୀଦ ରକ୍ତ ରଞ୍ଜିତ। ଭାରତ ଛାଡ଼ ଆନ୍ଦୋଳନରେ କିଏ ପ୍ରଥମ ଶହୀଦ ନିଶ୍ଚିତ ଭାବରେ କମେଣ୍ଟ ସେକ୍ସନରେ ଜଣାଇବ ହେଲା। ଓଡ଼ିଆଙ୍କର ଏହି ଦେଶପ୍ରେମ ଆତ୍ମୋତ୍ସର୍ଗ ବାର୍ତ୍ତା ଭାରତ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ। ଦେଶ ପ୍ରତି କେତେ ପ୍ରେମ ଥିଲା, କେତେ ଆତ୍ମୋତ୍ସର୍ଗ ରହିଥିଲା, ଏଥିରୁ ଆମେ ଜାଣିପାରିବା ଯେ ଓଡ଼ିଆଙ୍କର କେତେ ଆନ୍ଦୋଳନର ପ୍ରସାର କେତେ ଦୂର ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ତ ଆମେ ସମସ୍ତେ ଜାଣିଛେ 1942ରେ ହୋଇଥିଲା ଭାରତ ଛାଡ଼ ଆନ୍ଦୋଳନ। ତ 1942 ଅଗଷ୍ଟ 9 ତାରିଖରେ ବମ୍ବେଠାରେ ଜାତୀୟ କଂଗ୍ରେସ ନେତାଙ୍କ ସହିତ ଗିରଫ ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ମହତାବ। ଏଥିସହିତ ସମଗ୍ର ଦେଶରେ କଂଗ୍ରେସ ଅନୁଷ୍ଠାନଗୁଡ଼ିକୁ ବେଆଇନ ଘୋଷଣା କରାଯିବା ଯୋଗୁଁ ଓଡ଼ିଶାରେ ଥିବା ପ୍ରାଦେଶିକ କମିଟି ରହିଥିଲା ଓ କଂଗ୍ରେସ ଆଶ୍ରମଗୁଡ଼ିକୁ ମଧ୍ୟ ବେଆଇନ ଘୋଷଣା କରି ସେଥିରେ ତାଲା ପକାଇ ଦିଆଗଲା। ତ ଯେତେବେଳେ କ'ଣ ହୋଇଥିଲା, ବମ୍ବେଠାରେ ଜାତୀୟ କଂଗ୍ରେସ ନେତାମାନେ ଗିରଫ ହୋଇଥିଲେ, ସେଥିମଧ୍ୟରେ ହରେକୃଷ୍ଣ ମହତାବ ମଧ୍ୟ ରହିଥିଲେ। ଏଥିସହିତ ସମଗ୍ର ଦେଶରେ କଂଗ୍ରେସ ଅନୁଷ୍ଠାନଗୁଡ଼ିକୁ ବେଆଇନ କରାଗଲା ତଥା ପ୍ରାଦେଶିକ ଅନୁଷ୍ଠାନକୁ ମଧ୍ୟ ବେଆଇନ କରାଗଲା ତଥା ଆଶ୍ରମଗୁଡ଼ିକ ଯେଉଁ ଖୋଲିଥିଲେ, ଆମେ ଦେଖିଥିଲେ ପୂର୍ବରୁ ଆଶ୍ରମଗୁଡ଼ିକ, ସେଗୁଡ଼ିକ ମଧ୍ୟ ବନ୍ଦ କରି ଦିଆଯାଇଗଲା। ଇତିମଧ୍ୟରେ ବମ୍ବେର କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିବା ଆଉ ଦୁଇ ଜଣ ତୁଙ୍ଗ ନେତା କିଏ ଥିଲେ ନା ସୁରେନ୍ଦ୍ରନାଥ ଦ୍ୱିବେଦୀ ଓ ମାଲତୀ ଚୌଧୁରୀ ଅଗଷ୍ଟ 11 ତାରିଖରେ ଓଡ଼ିଶାରେ ପହଞ୍ଚିଥିଲେ। ସେମାନଙ୍କର ଆଗମନ ଓଡ଼ିଶାରେ ଆନ୍ଦୋଳନର ଗତିକୁ ଆହୁରି ତୀବ୍ରତର କରିଥିଲା। କଂଗ୍ରେସର ବରିଷ୍ଠ ନେତାମାନଙ୍କର ଗିରଫଦାରୀ ଆନ୍ଦୋଳନକୁ ନେତୃତ୍ୱବିହୀନ କରିବାରୁ ଓଡ଼ିଶାର ପୁରପଲ୍ଲୀରେ ଅନେକ ସ୍ଥାନରେ ଜନସାଧାରଣଙ୍କ ସ୍ୱତଃ ପ୍ରବୃତ୍ତ ଭାବରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଅନେକ ସ୍ଥାନରେ ଆମେ ହିଂସାତ୍ମକ ରୂପ ଧାରଣର ମଧ୍ୟ ରହିଥିଲା ଦେଖିବାକୁ ପାଇଥାଉ। ତ କଟକଠାରେ ହେଲା କି ତା ସହ କାଇପଡ଼ା ଗୁଲିକାଣ୍ଡ ହୋଇଥିଲା, ତା ସହ ତୁମେମାନେ ଏଇଟା ଲେଖିଦେବ ହେଲା। ତାପରେ ଯାଜପୁର ଭଣ୍ଡାରୀ ପୋଖରୀ ଘଟଣା, ଧାମନଗର ଗୁଲିକାଣ୍ଡ, ତୁଡ଼ିଗଡ଼ିଆ, ଖଇରାଡିହି ଗୁଲିକାଣ୍ଡ, ତୁମେମାନେ ଟିକେ ଟିକେ ଜଷ୍ଟ ଲେଖିବ, ବେଶୀ ଲେଖିବାର ଆବଶ୍ୟକତା ନାହିଁ ହେଲା। ତାପରେ ଇରମ ଗୁଲିକାଣ୍ଡ, ତୁମମାନଙ୍କର ସବୁଠାରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା ଇରମ ଗୁଲିକାଣ୍ଡ, ଯେଉଁଥିରେ କି ତାହାକୁ ଦ୍ୱିତୀୟ ଜାଲିଆନାୱାଲାବାଗ ବୋଲି ହତ୍ୟାକାଣ୍ଡ ବୋଲି ମଧ୍ୟ କୁହାଯାଇଥାଏ। ତୁମମାନଙ୍କର ଏଥିରୁ ନିଶ୍ଚିତ ଭାବରେ ଗୋଟେ 3 ମାର୍କ କ୍ୱେଶ୍ଚିନ୍ ଆସେ ହେଲା। 1921 ମସିହାରେ ଇରମରେ ଆୟୋଜିତ ଏକ ବିରାଟ ସଭାର ଆୟୋଜନ ହୋଇଥିଲା। ଗୋପବନ୍ଧୁ ସେଠାରେ ଉଦ୍ବୋଧନ କହିଥିଲେ। ଦେଶ ଜାତି ପ୍ରୀତି ସରସ୍ୱତୀ ନଦୀ ବହୁଛି ଇରମେ ସତ ମାର୍ଗ ଭେଦି, ଅନ୍ତଃସଳିତା ଏ ସାରା ଭାରତେ, ଜାତୀୟତାର ଧାରା ବହିବ ନିରତେ, ଦେଶାତ୍ମବୋଧର ଚାରୁଗନ୍ତା ଘର, ଇରମ ସୁରମ୍ୟ ଜାତୀୟ ନଗର। ତ ଗୋପବନ୍ଧୁ ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଥିଲା ଭାରତ ଛାଡ଼ ଆନ୍ଦୋଳନ ସମୟରେ। ତ ଉଦ୍ବୋଧନ ଦେଇଥିଲେ କିଏ ନା ଗୋପବନ୍ଧୁ ଦାସ। ତ ଆନ୍ଦୋଳନର ଏକ ଦୁଃଖଦ ମର୍ମନ୍ତୁଦ ଘଟଣା ହେଲା ଇରମ ଗୁଲିକାଣ୍ଡ, ଯାହାର ଭୟାବହତା ପାଇଁ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏହା ଚିରଭାସ୍ୱର ହୋଇ ରହିଥିଲା। ବାସୁଦେବପୁରର ଇରମଠାରେ କର ନ ଦେବା ପାଇଁ ଦୃଢ଼ ପ୍ରତିଜ୍ଞା ହୋଇ ଜନସାଧାରଣ 28 ସେପ୍ଟେମ୍ବରରେ ମେଲଣ ପଡ଼ିଆରେ ଏକ ସଭା ଆୟୋଜନ କରିଥିଲେ। କାହିଁକି ନା କର ନ ଦେବା ପାଇଁ। କେଉଁଠାରେ ନା ବାସୁଦେବପୁରର ଇରମଠାରେ କ'ଣ କରିଥିଲେ ନା ଗୋଟିଏ ସଭାର ଆୟୋଜନ କରିଥିଲେ।
ସେଠାରୁ ବାହାରି ଯିବା ପାଇଁ ଏକମାତ୍ର ରାସ୍ତାକୁ ଅବରୋଧ କରି ଡିଏସ୍ପିଙ୍କ ନିର୍ଦ୍ଦେଶରେ ଗୁଳି ଚାଳନା କରାଗଲା। ତ ରାସ୍ତା ଅବରୋଧ କରିଗଲା ଏବଂ ଡିଏସ୍ପିଙ୍କ ନିର୍ଦ୍ଦେଶରେ ଗୁଳି ଚାଳନା କରାଗଲା। ଫଳସ୍ୱରୂପ 55ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। 28 ଜଣ ପୁରୁଷ ସମେତ ପରୀ ବେୱା ନାମକ ମହିଳା ଏଥିରେ ଶହୀଦ ହୋଇଥିଲେ। ଏହା ସହିତ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏତେ ସଂଖ୍ୟକ ଲୋକ ପୁଲିସ ଗୁଳିରେ ନିହତ ହୋଇନଥିଲେ। ଆଉ ଏମିତି କୌଣସି ଜାଗା ନାହିଁ ଯେଉଁଠାରେ କି ଏତେ ସଂଖ୍ୟାରେ ମରିଥିଲେ, ଶହୀଦ ହୋଇଥିଲେ କହିପାରିବା, ମରିଥିଲେ ଆମେ କହିବାନି। ତେଣୁ ଯଥାର୍ଥରେ ଏହି ସ୍ଥାନ ରକ୍ତତୀର୍ଥ ନାମରେ ବିଦିତ, ରକ୍ତତୀର୍ଥ ଇରମ ବୋଲି କୁହାଯାଇଥାଏ। ତାପରେ ନିମାପଡ଼ା ଗୁଲିକାଣ୍ଡ ହେଲା, ଗଞ୍ଜାମ କୋରାପୁଟରେ। ତାପରେ ତୁମମାନଙ୍କର ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆସେ କୋରାପୁଟକୁ ନେଇକି, ଯେ କୋରାପୁଟରେ କିଭଳି ଭାବରେ ପ୍ରସାର ଲାଭ କରିଥିଲା। ତ ପ୍ରଥମ ଶହୀଦ କିଏ ଥିଲେ? ଭାରତ ଛାଡ଼ ଆନ୍ଦୋଳନର ଲକ୍ଷ୍ମଣ ନାୟକ, ଶହୀଦ ଲକ୍ଷ୍ମଣ ନାୟକ ଆମେ କହିପାରିବା ହେଲା। ଭାରତ ଛାଡ଼ ଆନ୍ଦୋଳନର ଆଦିବାସୀ ଅଧ୍ୟୁଷିତ ସୁଦୂର କୋରାପୁଟ ଜିଲ୍ଲାକୁ ମଧ୍ୟ ବିଶେଷ ଭାବରେ ପ୍ରଭାବିତ କରିଥିଲା। କୋରାପୁଟ ମଧ୍ୟ ବାଦ ପଡ଼ିନଥିଲା। ବେପାରୀଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଲିଗୁମା ଗ୍ରାମର ଲକ୍ଷ୍ମଣ ନାୟକ ଭାରତ ଛାଡ଼ ଆନ୍ଦୋଳନ ନେତୃତ୍ୱ ନେଇଥିବା ବେଳେ କୋରାପୁଟ ଜିଲ୍ଲାରେ ଜଣେ ଆଦର୍ଶ ଗାନ୍ଧୀବାଦୀ ଭାବରେ ତାଙ୍କର କାମ ଥିଲା କଂଗ୍ରେସ ଚିନ୍ତାଧାରା ଓ ଆଦର୍ଶ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା। ସେ କାହାକୁ ଫଲୋ କରୁଥିଲେ? ନା ଗାନ୍ଧୀଜୀଙ୍କର ଆଇଡ଼ିଓଲୋଜି ଅହିଂସା ସତ୍ୟ ଉପରେ। ଗାନ୍ଧୀଜୀଙ୍କର ଆଦର୍ଶକୁ କ'ଣ କରୁଥିଲେ? ସେ ଅବଗତ କରୁଥିଲେ ଲୋକମାନଙ୍କୁ ଯେ ସତ୍ୟ ଅହିଂସା ସମ୍ପର୍କରେ। 1942 ଅଗଷ୍ଟ 21 ତାରିଖରେ କଂଗ୍ରେସ ପତାକା ଲାଠି ଧରି ବହୁ ଲୋକଙ୍କ ସହ ମାତିଲି ଥାନା ଘେରାଉ କରିବା ପାଇଁ ସେ ପହଞ୍ଚିଥିଲେ। କାହିଁକି? ନା ମାତିଲି ଥାନାକୁ ଘେରାଉ କରିବା ପାଇଁ ଅନେକ ଲୋକଙ୍କ ସହ ପତାକା ଲାଠି ଧରି ଯାଇଥିଲେ। ମହାତ୍ମା ଗାନ୍ଧୀଙ୍କ ଜୟଧ୍ୱନିରେ ପ୍ରକମ୍ପିତ ହେଉଥାଏ ଚତୁର୍ଦିଗ, ଚାରିଆଡ଼େ ମହାତ୍ମା ଗାନ୍ଧୀ, ଜୟ ମହାତ୍ମା ଗାନ୍ଧୀ ବୋଲି। ପୋଲିସଙ୍କର ନିର୍ମମ ଲାଠିଚାଳନାରେ ଧାରାଶାୟୀ ହୋଇଥିଲେ ଲକ୍ଷ୍ମଣ ନାୟକ ଓ ପୁଲିସ ଗୁଳି ଚାଳନାରେ ପ୍ରାଣହତ୍ୟା କରିଥିଲେ 5 ଜଣ। ଲକ୍ଷ୍ମଣ ନାୟକକୁ ଗିରଫ କରି ତାଙ୍କର ଉପରେ ମିଥ୍ୟା ମୋକଦ୍ଦମା କରାଗଲା। ସେ ଜଙ୍ଗଲ ରକ୍ଷୀକୁ ପିଟି ପିଟି ହତ୍ୟା କରିଦେଇଛନ୍ତି ବୋଲି କୁହାଗଲା। ତା ସହ 29 ମାର୍ଚ୍ଚ 1943ରେ ବ୍ରହ୍ମପୁର ଜେଲରେ ଏହି ମହାନ ଦେଶପ୍ରେମୀକୁ ଫାଶୀ ଦଣ୍ଡ ଦିଆଗଲା। କେବେ? ନା 1943। ତୁମମାନଙ୍କର ପ୍ରଶ୍ନ ଆସେ, ଧ୍ୟାନ ଦେବ। 1943 ମାର୍ଚ୍ଚ 29 ତାରିଖରେ ବ୍ରହ୍ମପୁର ଜେଲରେ ଏହି ମହାନ ଦେଶପ୍ରେମୀଙ୍କୁ ଦିଆଯାଇଥିଲା ଫାଶୀ ଦଣ୍ଡ। ଭାରତ ଛାଡ଼ ଆନ୍ଦୋଳନରେ ଓଡ଼ିଶାରୁ ଲକ୍ଷ୍ମଣ ନାୟକ ହିଁ ଜଣେ ଏକମାତ୍ର ଫାଶୀ ଦଣ୍ଡ ପ୍ରାପ୍ତ ହୋଇଥିଲେ। ତେଣୁ ସେ ଓଡ଼ିଶାବାସୀ ମାନସ ପଟରେ ଶହୀଦ ଲକ୍ଷ୍ମଣ ନାୟକ ଭାବରେ ଆଜି ପର୍ଯ୍ୟନ୍ତ ବିଜିତ। ନବରଙ୍ଗପୁର ନିକଟସ୍ଥ ପାପହାଣ୍ଡି ନାମକ ଏକ ଏଇଟା ନବରଙ୍ଗପୁରରେ ବିସ୍ତାର ଲାଭ କରିଥିଲା। ସମ୍ବଲପୁରରେ ମଧ୍ୟ ତୁମେ ଟିକେ ଟିକେ ସ୍କ୍ରିନଶଟ୍ ନେଇକି ନିଜ ହିସାବରେ ଟିକେ ଟିକେ ଲେଖିଦେବ ହେଲା। ତାପରେ ଗଡ଼ଜାତ ରାଜ୍ୟରେ ଗୁଡ଼ିକରେ ମଧ୍ୟ ପ୍ରସାର ଲାଭ କରିଥିଲା। ତାପରେ କ'ଣ କ'ଣ କାର୍ଯ୍ୟକ୍ରମ ରହିଥିଲା ତାକୁ ଟିକେ ଦେଖିଦେବା। ତ କାର୍ଯ୍ୟକ୍ରମ ମଧ୍ୟରେ କ'ଣ କ'ଣ ରହିଥିଲା? କଂଗ୍ରେସ ପକ୍ଷରୁ କିଛି ହାତଲେଖା ପତ୍ରମାନ ସାଧାରଣ ଭାବରେ ବଣ୍ଟନ କରାଯାଇଥିଲା। ଏହି ପ୍ରଚାର ପତ୍ରରୁ ଆନ୍ଦୋଳନ କାର୍ଯ୍ୟକ୍ରମ ସମ୍ପର୍କରେ ସୁବିସ୍ତୃତ ଭାବରେ ଆମେ ଟିକେ ଟିକେ ଜାଣିପାରିବା। ନିମ୍ନରେ ପ୍ରଦତ୍ତ କରାଗଲା। ପ୍ରଥମ ହେଲା ଖଜଣା ବନ୍ଦ କରିବା, ଟ୍ୟାକ୍ସ ଆମେ ଦେବୁ ନାହିଁ, ସରକାରୀ ଗୋଦାମ ଲୁଣ୍ଠନ କରିବା, ସରକାରୀ କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗ ଦେବା ପାଇଁ ପ୍ରବର୍ତ୍ତାଇବା ଅର୍ଥାତ୍ ପାର୍ଟିସିପେଟ୍ କରିବା ପାଇଁ କହିବା, ଜଙ୍ଗଲ ଆଇନ ଭଙ୍ଗ କରିବା, ଶିକ୍ଷାନୁଷ୍ଠାନ ବନ୍ଦ କରିବା, ଯୋଗାଯୋଗ ବିଚ୍ଛିନ୍ନ କରିବା, ଧର୍ମଘଟ ପାଳନ କରିବା, ପଞ୍ଚାୟତ ଗଠନ କରିବା, ସରକାରୀ ଆଇନ ଅମାନ୍ୟ କରିବା। ତା ସହ ଶିକ୍ଷାନୁଷ୍ଠାନ ବନ୍ଦ କରିବା, ଯୋଗାଯୋଗ ବିଚ୍ଛିନ୍ନ କରିବା, ଧର୍ମଘଟ ପାଳନ କରିବା, ପଞ୍ଚାୟତ ଗଠନ କରିବା, ସରକାରୀ ଆଇନ ଅମାନ୍ୟ କରିବା। ତ ସରକାରୀ ଆଇନକୁ ନ ମାନିବା, ଅମାନ୍ୟ କରିବା, ସରକାରୀ କର୍ମଚାରୀଙ୍କୁ ଖାଦ୍ୟଦ୍ରବ୍ୟ ଯୋଗାଣ ନିଷିଦ୍ଧ କରିବା। ଉପରେ ଲିଖିତ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରି ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନ ବ୍ୟାପକ ହୋଇଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ହୋଇଥିଲା ଜାତୀୟ ସରକାର। ବାଲେଶ୍ୱର ଜିଲ୍ଲାର ବାସୁଦେବପୁରଠାରେ ସ୍ୱାଧୀନ ବାଞ୍ଚନିଧି ଚକଲା ନାମରେ ଗୋଟିଏ ଜାତୀୟ ସରକାର ପ୍ରତିଷ୍ଠା ହୋଇଥିଲା। ତା ସହ 6ଟି ପଞ୍ଚାୟତ 24ଟି ଗ୍ରାମକୁ ନେଇ ଗଠିତ ହୋଇଥିଲା। ତାଲଚେରଠାରେ ଚାଷୀମୂଲିଆ ଓ ମୟଦୁର ରାଜ ନାମରେ ଏକ ଜାତୀୟ ସରକାର ପ୍ରତିଷ୍ଠା ହୋଇଥିଲା। ଢେଙ୍କାନାଳର ଗୁରୁପାଲଠାରେ ମଧ୍ୟ ଗୋଟିଏ ପ୍ରତିଷ୍ଠା ହୋଇଥିଲା ଜାତୀୟ ସରକାର। ଏଠାରେ ଲୋକମାନେ ସରକାରୀ କୋର୍ଟ କଚେରୀକୁ ନ ଯାଇ ଜାତୀୟ ନ୍ୟାୟାଳୟ ସ୍ଥାପନ କରି ନ୍ୟାୟ ପ୍ରଦାନ କରୁଥିଲେ। ଇଂରେଜ ସରକାରଙ୍କ ଅତ୍ୟାଚାର ଦମନ ଲୀଳା ଓଡ଼ିଶାବାସୀଙ୍କୁ କିନ୍ତୁ ବିଦ୍ରୋହକୁ ବିଚ୍ୟୁତ କରି
ପାରିନଥିଲା। ସ୍ୱାଧୀନତା ପ୍ରାପ୍ତିର ମହାମନ୍ତ୍ରରେ ଉଦ୍ବୁଦ୍ଧ ଓଡ଼ିଶାବାସୀ ନିଜକୁ ଏକାତ୍ମ କରିଥିଲେ ଓ ଆନ୍ଦୋଳନ କର୍ମସୂଚିରେ ଏପରିକି କୋରାପୁଟ ଅଞ୍ଚଳର ଆଦିବାସୀମାନେ ମଧ୍ୟ ଏହି ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ। ତା ସହ ଆଦିବାସୀ ନେତା ଲକ୍ଷ୍ମଣ ନାୟକ ସମଗ୍ର ଦେଶରେ ଏହି ଆନ୍ଦୋଳନ ସମୟରେ ଫାଶୀ ହୋଇଥିବା 2 ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଥିଲେ ଅନ୍ୟତମ। ଇଂରେଜମାନଙ୍କୁ ଦେଶରୁ ବିତାଡ଼ିତ କରିବା ପାଇଁ ଓଡ଼ିଶାର ଥିଲା ଦୃଢ଼ ସଂକଳ୍ପବଦ୍ଧ ଭୂମିକା। ମାଳତୀ ଦେବୀ, ରମା ଦେବୀ, ସାରଳା ଦେବୀ, ଅନ୍ନପୂର୍ଣ୍ଣା ମହାରଣା, ଜମ୍ବୁବତୀ ଦେବୀ, ପ୍ରଭାବତୀ ଦେବୀ, ପାର୍ବତୀ ଗିରି, ଚମ୍ପା ଦେବୀ, ବିମଳା ଦେବୀ, ସୁଷମାତା, ସୁନାମଣି, ଗୁଣମଞ୍ଜରୀ ଦେବୀ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନାରୀ ନେତ୍ରୀମାନଙ୍କର ମଧ୍ୟ ଯୋଗଦାନ ଆନ୍ଦୋଳନକୁ ବହୁଗୁଣିତରେ ବ୍ୟାପକ ତଥା ସକ୍ରିୟ କରିବା ଭୂମିକାରେ ଗ୍ରହଣ କରିଥିଲା। ଯଥାର୍ଥରେ ଭାରତ ଛାଡ଼ ଆନ୍ଦୋଳନ ଓଡ଼ିଶାର ଭୂମିକା ଥିଲା ଅନନ୍ୟ।